ଫାଷ୍ଟରୁ ତ ମୋର ଛୁଆ ବେଳେ ଗୋଟେ ଆଶା ଥିଲା କି ଗୋଟେ ଏମିତି ୟୁନିକ୍ ଆମର ଅନୁଗୁଳକୁ ଡିଜାଇନ୍ ଆଣିବାର। ସେଥିପାଇଁ ବି ଘରେ କଥା ହେବାରୁ ମୋ ସପୋର୍ଟରେ ବାପା ଥିଲେ। ସେଠୁ କହିବାରୁ ଏଠୁ ଏଇ ନୂଆ ସେଟଅପ୍ ଗୋଟେ ଚାଲିଛି କାମ। ଦେଖାଯାଉ କଣ ହଉଛି ଭଗବାନଙ୍କ କୃପାରୁ। ତ ଆପଣଙ୍କ ଇଭେଣ୍ଟ କେମିତି କଣ ଚାଲିଛି ଏବେ ବି? ଇଭେଣ୍ଟ ତ ବହୁତ ଭଲ ଚାଲିଛି। ହୁଁ। ଲୋକମାନେ ମାନେ ଆମର ପବ୍ଲିକଙ୍କ ଡିମାଣ୍ଡ ହୁଁ। ଅନୁସାରେ ବହୁତ ଭଲ ଚାଲିଛି ଇଭେଣ୍ଟ। ତ ଇଚ୍ଛା ତ ଥିଲା ଭାଇ ବଡ ଗାଡି କରିବାର, ହୁଁ। ହେଲେ ବି ମୁଁ ଦେଖିଲି କି ଆମର ଅନୁଗୁଳରେ ତ ବହୁତ ଆଇଚର ଗାଡି ସେଟଅପ୍ ବଗେରା ବାହାରି ସାରିଲାଣି। ମୁଁ କହିଲି ମୁଁ ଅନୁଗୁଳକୁ ମାର୍କେଟକୁ କିଛିଟା ଅଲଗା କରିକି ଦେଖେଇବି। ସେଇଟା ପାଇଁ ଆମେ ଗୋଟେ ଟ୍ରାକ୍ଟରରେ ସେମିତି ଡିଜାଇନର ଟ୍ରଷ୍ଟ ବଗେରା ମାରିକି ଲୋକମାନଙ୍କର ପବ୍ଲିକ ମାନଙ୍କର ସେଟଅପ୍ ନେଇ ଆମେ ସେଟଅପ୍ ଦବୁ ଲୋକମାନଙ୍କୁ ସେଇ ହିସାବରେ ସେ ଯୋଉଟା ତାକୁ ବି ଭଲ ଲାଗିବ। ସେ ଆମକୁ କଣ୍ଟାକ୍ଟ କଲେ ଆମେ ସେଇ ଟାଇପର କାମ କରିବୁ। ମାନେ ପବ୍ଲିକ ଯେଇ ଟାଇପର କହିବେ କାମ କରିବାକୁ ଆମେ ସେଇ ଟାଇପର କରିବୁ। ତ କହିବା ମତଲବ ଯେ ଆପଣ ଯୋଉ ଜାଗାକୁ ଯିବେ ସେଇ ଜାଗାରେ କିଛି ୟୁନିକ୍ ଡିଜାଇନ କରିବା ପାଇଁ ଆଜ୍ଞା ଚାହିଁବେ। ହଁ। ତ ନମସ୍କାର ଜୟ ଜଗନ୍ନାଥ ଭାଇ ମାନଙ୍କୁ ୱେଲକମ୍ ଟୁ ମାଇ ୟୁଟ୍ୟୁବ ଚ୍ୟାନେଲ। ତ ଆପଣ ମାନେ ଯେମିତିକି ଜାଣିଥିବେ ଆମେ ଆସିନା ପହଞ୍ଚାଇଛୁ ଅଲରେଡି କୁକୁଡାଙ୍ଗରେ। ଆଉ କୁକୁଡାଙ୍ଗରେ ଯାହାକି ଆମର ଏବେ ନୂଆ ସେଟଅପ୍ ହେବାକୁ ଯାଉଛି, ଯାହାକି ତାଙ୍କର ଡିଜାଇନ ନେମ୍ ହେଉଛି ଜାଗୁଆର 1.0। ଆଉ ଜାଗୁଆର 1.0 ର ଓନର ଆମ ପାଖରେ ଅଛନ୍ତି। ଆଉ ଓନରକୁ ପଚାରିକି ବୁଝିବା ତାଙ୍କର କଣ ନାହିଁ ସେଟଅପ୍ ଆସୁଛି। ଆଉ ଆପଣମାନଙ୍କ ପାଇଁ ଗୋଟେ ୟୁନିକ୍ ଡିଜାଇନ ସେଟଅପ୍ ଆସୁଛି, ଯାହାକି ଆମର ଟ୍ରାକ୍ଟରରେ ଓପନ ସେଟଅପ୍ ହେବାକୁ ଯାଉଛି। ଆଉ ସେଇ ସେଟଅପ୍ ର ଡିଜାଇନ ବି କିଛି ଆପଣମାନଙ୍କୁ ଦେଖାହବ। ଆଉ ଡିଜାଇନ କେମିତି କଣ ଲାଗୁଛି ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଓନରକୁ ପଚାରିବା ଆଉ କଣ ପାଇଁ ସେ ସେଟଅପ୍ କାଢୁଛନ୍ତି, ଚାହିଁଥିଲେ ତ ଅଲଗା ସେଟଅପ୍ ବି କାଢି ପାରନ୍ତି। କେମିତି କଣ ତାଙ୍କର ସେଟଅପ୍ ରହିଛି ପ୍ରିପାରେସନ, ଆଉ ତାଙ୍କର କଣ ଆଗକୁ ବିଜନେସ୍ ଅଛି ସେ ଜିନିଷ ବି ପଚାରିବା। ତ ଚାଲନ୍ତୁ ଯିବା ଓନରକୁ ପଚାରିବା। ତ ଭିଡିଓଟି ଫୁଲ ଦେଖନ୍ତୁ, ନିହାତି ଜାଣିପାରିବେ କଣ ନାହିଁ କଣ ହେଇଛି। ତ ଚାଲନ୍ତୁ ଯିବା ଓନରକୁ ପଚାରିବା। ତ ଭାଇ ଆମ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ହଁ କେମିତି କଣ ଅଛନ୍ତି? ପ୍ରଥମେ ତ ଜୟ ଜଗନ୍ନାଥ ମୋର ସମସ୍ତ ଭାଇ ଜୟ ମାନଙ୍କୁ। ଜଗନ୍ନାଥ ଭାଇ। ଆଉ ଆପଣ କେମିତି ଅଛନ୍ତି ଭାଇ? ମୁଁ ତ ଭାଇ ଭଲ ଅଛି। ତ ଭାଇ ଆମର ଯାହାକି କୋଶ୍ଚିନ୍ ଥିଲା, ତ ଆପଣଙ୍କର ଯୋଉ ଆଡ୍ରେସ ଆଉ ଲୋକେସନ ଡିଟେଲ୍ସ ଆଜ୍ଞା। ଟିକେ ପବ୍ଲିକଙ୍କୁ ଜଣାନ୍ତୁ। ଆମ ଘର ହଉଛି କୁକୁଡାଙ୍ଗ ଅନୁଗୁଳ। ହୁଁ। ସେ କୁକୁଡାଙ୍ଗରେ ଯାଉଛି ତେନ୍ତୁଳି ବସି ସାଇ ଆଡା। ଆଉ ଭାଇ ଆପଣଙ୍କ କଣ୍ଟାକ୍ଟ ନମ୍ବର ଟିକେ ପବ୍ଲିକଙ୍କୁ ଜଣାନ୍ତୁ। କଣ୍ଟାକ୍ଟ ନମ୍ବର ହଉଛି ଆମର 7978914529। ତ ଏଇ କଣ୍ଟାକ୍ଟ ନମ୍ବର ଆପଣମାନେ ବୁକିଂ କରିପାରିବେ। ତ ଆମେ ବି ଡିସ୍କ୍ରିପସନରେ ଭାଇଙ୍କ କଣ୍ଟାକ୍ଟ ନମ୍ବର ଦେଇଦେବୁ। ଆଉ ଗଣେଶ ପୂଜାରେ ଆପଣମାନେ ନେଇକି ଭାଇଙ୍କ ସାରା ବହୁତ ସାରା ଏଣ୍ଟରଟେନମେଣ୍ଟ କରନ୍ତୁ। ଆଉ ଓପନ ସେଟଅପରେ କେମିତି କଣ ମଜା ଲାଗେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଭାଇ ଆପଣ ତ ଜଣେଇଲେ ସବୁ ଆଡ୍ରେସ ଲୋକେସନ ଡିଟେଲ୍ସ, ତ ପବ୍ଲିକଙ୍କୁ ଆପଣଙ୍କ ନାଁ ଟା ଟିକେ ଜଣେଇ ଦିଅନ୍ତୁ। ମୋ ନାଁ ହେଉଛି ଲଗ୍ନଜିତ ଦେଉରୀ, ହୁଁ ନିକ୍ ନେମ୍ ଓମ୍। ହୁଁ। ତ ଯୋଉ ଭାଇ ମାନେ ବି କଣ୍ଟାକ୍ଟ କରିବେ ଓମ୍ ଭାଇ କି ଲଗ୍ନ ଦେଉରୀ ନାମକୁ କଲ୍ କରିକି ଭାଇଙ୍କୁ ବୁକିଂ କରିବେ। ତ ଭାଇ ଆମର ଏଇ ଯୋଉ ଆପଣ ସେଟଅପ୍ ଆଣିଛନ୍ତି କହିବାକୁ ଗଲେ ଓପନ ସେଟଅପ୍ ଆଣିବାକୁ ଯାଉଛନ୍ତି, ଆଜ୍ଞା। ତ ଆପଣଙ୍କର କହିବାକୁ ଗଲେ ଆମେ ବି ଆସିବା ପୂର୍ବରୁ ଦେଖୁଥିଲୁ ଯାହାକି ଆପଣଙ୍କର ଇଭେଣ୍ଟ ଅଛି। ହୁଁ। କିନ୍ତୁ ଇଭେଣ୍ଟ କାମ ଛାଡିକି ଆପଣ ସେଟଅପ୍ ଉପରେ ଏତେ ଫୋକସ କଣ ପାଇଁ? ଫାଷ୍ଟରୁ ତ ମୋର ଛୁଆ ବେଳେ ଗୋଟେ ଆଶା ଥିଲା କି ଗୋଟେ ଏମିତି ୟୁନିକ୍ ଆମର ଅନୁଗୁଳକୁ ଡିଜାଇନ୍ ଆଣିବାର। ସେଥିପାଇଁ ବି ଘରେ କଥା ହେବାରୁ ମୋ ସପୋର୍ଟରେ ବାପା ଥିଲେ। ସେଠୁ କହିବାରୁ ଏଠୁ ଏଇ ନୂଆ ସେଟଅପ୍ ଗୋଟେ ଚାଲିଛି କାମ। ଦେଖାଯାଉ କଣ ହଉଛି ଭଗବାନଙ୍କ କୃପାରୁ। ତ ଆପଣଙ୍କ ଇଭେଣ୍ଟ କେମିତି କଣ ଚାଲିଛି ଏବେ ବି? ଇଭେଣ୍ଟ ତ ବହୁତ ଭଲ ଚାଲିଛି। ହୁଁ। ଲୋକମାନେ ମାନେ ଆମର ପବ୍ଲିକଙ୍କ ହୁଁ। ଡିମାଣ୍ଡ ଅନୁସାରେ ବହୁତ ଭଲ ଚାଲିଛି ଇଭେଣ୍ଟ। ତ ସେଇ ଇଭେଣ୍ଟ ନାଁ ବି ଜାଗୁଆର ଇଭେଣ୍ଟ ଅଛି। ହଁ ହଁ ଜାଗୁଆର ଇଭେଣ୍ଟସ। ତ ଭାଇଙ୍କୁ ଇଭେଣ୍ଟ ପାଇଁ ବି ଆପଣ କଣ୍ଟାକ୍ଟ କରିପାରିବେ। ଆଉ ଏଇ ଗଣେଶ ପୂଜାରେ ଭାଇ ଆପଣମାନଙ୍କ ପାଇଁ କହିବାକୁ ଗଲେ ଇଭେଣ୍ଟ ସହିତ ଡିଜେ ସେଟଅପ୍ ବି ଆଣୁଛନ୍ତି, ସେଥିପାଇଁ ବି ବୁକିଂ କରନ୍ତୁ। ତ ଭାଇ ଆପଣ ତ ଚାହିଁଥିଲେ ବଡ ଗାଡିରେ ସେଟଅପ୍ କରିପାରିଥାନ୍ତେ। ଧର ଆମର ଏଇ ଲୋକାଲ ହଁ ମାର୍କେଟରେ ବି ଆମର ଅନୁଗୁଳ ମାର୍କେଟରେ ବି ସେଟଅପ୍ ଏବେ ବି ସେଲରେ ହଉଛି। ହଁ। ତ ଚାହିଁଥିଲେ ସେ ଜିନିଷ ବି ଆପଣ କିଣିପାରିଥାନ୍ତେ। ନାଇଁ ଆପଣଙ୍କ ମାଇଣ୍ଡରେ ହେଲା ନା ମୁଁ ଗୋଟେ ମାନେ ଛୋଟ ଗାଡି ଆଣିକି ସେଥିରେ ଓପନ ସେଟଅପ୍ କରିବି। ଇଚ୍ଛା ତ ଥିଲା ଭାଇ ବଡ ଗାଡି କରିବାର, ହୁଁ। ହେଲେ ବି ମୁଁ ଦେଖିଲି କି ଆମର ଅନୁଗୁଳରେ ତ ବହୁତ ଆଇଚର ଗାଡି ସେଟଅପ୍ ବଗେରା ବାହାରି ସାରିଲାଣି। ମୁଁ କହିଲି ମୁଁ ଅନୁଗୁଳକୁ ମାର୍କେଟକୁ କିଛିଟା ଅଲଗା କରିକି ଦେଖେଇବି। ସେଇଟା ପାଇଁ ଆମେ ଗୋଟେ ଟ୍ରାକ୍ଟରରେ ସେମିତି ଡିଜାଇନର ଟ୍ରଷ୍ଟ ବଗେରା ମାରିକି ଲୋକମାନଙ୍କର ପବ୍ଲିକ ମାନଙ୍କର ସେଟଅପ୍ ନେଇ ଆମେ ହୁଁ। ସେଟଅପ୍ ଦବୁ ଲୋକମାନଙ୍କୁ ସେଇ ହିସାବରେ ସେ ଯୋଉଟା ତାକୁ ବି ଭଲ ଲାଗିବ। ସେ ଆମକୁ କଣ୍ଟାକ୍ଟ କଲେ ଆମେ ସେଇ ଟାଇପର କାମ କରିବୁ। ମାନେ ପବ୍ଲିକ ଯେଇ ଟାଇପର କହିବେ କାମ କରିବାକୁ ଆମେ ସେଇ ଟାଇପର କରିବୁ। ତ କହିବା ମତଲବ ଯେ ଆପଣ ଯୋଉ ଜାଗାକୁ ଯିବେ ସେଇ ଜାଗାରେ କିଛି ୟୁନିକ୍ ଡିଜାଇନ କରିବା ପାଇଁ ଆଜ୍ଞା ଚାହିଁବେ। ହଁ। ତ ଯଦି ପବ୍ଲିକଙ୍କର ଡିମାଣ୍ଡ ନେବ ଯେ ଗୋଟେ ଡିଜାଇନ କରିବା ପାଇଁ ତ ସେଇ ଜାଗାରେ ଗୋଟେ ଡିଜାଇନ ବି ହବ। ହଁ ନିହାତି। ଧର ଆମର ଏଇନେ ଗଣେଶ ପୂଜା ଟାଇମରେ ତ ଆପଣ ତ ବିଜି ରହିବେ ନା ହଁ ପ୍ରୋଗ୍ରାମ ଟାଇମରେ। ତ ଗୋଟେ ଜାଗାରୁ ନେଇକି ଜିନିଷ ମାନେ ଆଉ ଗୋଟେ ଜାଗାରେ ଜିନିଷ ଫିଟିଂ କଲାକୁ ତ ଆପଣଙ୍କୁ ଟାଇମ ହେବ ନା। ହଁ ଟାଇମ ତ ଯେମିତି ଯାହା ହେଲେ ଲାଗିବ। ତ ଯଦି ଭାଇ ମାନେ କହନ୍ତି ଯେ ଭାଇ ଆମର ଏଇ ଡିଜାଇନଟା ଏଇ ଜାଗାରେ ଦରକାର ବୋଲି, ହଁ ତ ସେଇ ଜିନିଷ ଫର୍ମ ଫିଲପ ହେଇପାରିବ ନାହିଁ। ହଁ ହେଇପାରିବ, ହେଇପାରିବନି କଣ ହେଇପାରିବ।
ତ ଭାଇ ଆମର କହିବାକୁ ଗଲେ ଏଇ ଯୋଉ ଡିଜାଇନ ଆଣୁଛନ୍ତି ଆଉ ଏଇ ଡିଜାଇନ ଉପରେ ମାନେ ବେଶୀ ଫୋକସ କାହାର ଥିଲା? ବେଶୀ ଫୋକସ୍ ତ ମୋ ନିଜର ହିଁ ଥିଲା। ହୁଁ। ତ ଭାଇ ଏ ଡିଜାଇନ କିଛି ଆପଣ ବାହାର କରିଛନ୍ତି ମାନେ ହଁ ୟୁନିକ୍ ଡିଜାଇନ ପାଇଁ? ହଁ ଡିଜାଇନ ତ ବାହାର କରିଛି ଆମର ହୁଁ ଦିନେଶ ଭାଇ ହୁଁ ଏଡିଟିଂ ପାଇଁ ଯିଏ କରୁଛନ୍ତି ତାକୁ ହୁଁ ବି ମୁଁ ଡାକିଛି, ସେ ହୁଁ। ଆସିକି ବହୁତ ଭଲ ଡିଜାଇନ ବି ଦେଇଛନ୍ତି। ତ ଭାଇ ଆପଣ ତଥାପି କେତେଟା କଣ ଡିଜାଇନ ବାହାର କରିଦେବେ ଗଣେଶ ପୂଜା ପାଇଁ? ଡିଜାଇନ ଆମ ପାଖରେ 5ଟାରୁ 6ଟା ହେଇଯାଏ। ତ ଅଲରେଡି ଆପଣ ପାଞ୍ଚଟା କି ଛଅଟା ହେଇଯାଇଛି। ହଁ ଡିଜାଇନ ତ ଆପଣ ମାନଙ୍କୁ ଭିଡିଓରେ ଆମେ ଡିଜାଇନ ଦେଖେଇଦେବୁ ଆଉ ଆପଣ ମାନଙ୍କୁ କୋଉ ଡିଜାଇନ କଣ ଲାଗୁଛି ନିହାତି ଭାଇଙ୍କ ସହିତ କଣ୍ଟାକ୍ଟ କରିକି ବୁକିଂ କରନ୍ତୁ। ଆଉ ଡିଜାଇନ କେମିତି କଣ ଲାଗିଲା ବି କମେଣ୍ଟ ମାଧ୍ୟମରେ ଜଣେଇବେ କି ଭାଇ ଯଦି ଆପଣଙ୍କୁ ସେଇ ଗୋଟେ ସେମ୍ ଡିଜାଇନ ଦରକାର କି ଅଲଗା ଜାଗାର ଅଲଗା ୟୁନିକ୍ ଡିଜାଇନ ଦରକାର ସବ ଭାଇଙ୍କ ସହିତ କଣ୍ଟାକ୍ଟ କରନ୍ତୁ ଆଉ ବୁକିଂ କରନ୍ତୁ। ତ ଭାଇ ଆପଣଙ୍କର ତ ଆମେ ଦେଖିଲୁ ଯାହା ଏବେ ଭିତରେ ମାନେ ଆମେ ସୋସିଆଲ ମିଡିଆରେ ଏତେ ଜାଗାରେ ୟୁଟ୍ୟୁବ ଜାଗାରେ ଭିଡିଓ ବି କରୁଛୁ, ସାଉଣ୍ଡ ଓନରଙ୍କର ଭିଡିଓ ବି କରୁଛୁ। ତ ଏବେ ରିସେଣ୍ଟଲି ଗୋଟେ ଛୋଟ ଭାଇ ଜଣେ ସେ ବି ସାଉଣ୍ଡ ଲାଇନ ଏଣ୍ଟ୍ରି କରୁଛନ୍ତି। ହଁ ତ ଆପଣ ବି ଏବେ ମାନେ ଏଇ ସାଉଣ୍ଡ ଲାଇନ ଏଣ୍ଟ୍ରି କରୁଛନ୍ତି। ଆଜ୍ଞା। ତ କହିବାକୁ ଗଲେ ଆପଣଙ୍କର ଏଜ କେତେ କଣ ହବ? ଏଜ ତ ସେମିତି ମତେ 18 ବର୍ଷ ପୁରିକି ହୁଁ 2 ରୁ 3 ମାସ ଚାଲୁଛି। ଓହୋ ତ ଆପଣଙ୍କୁ 18 ବର୍ଷ ପୁରିକି 3 ହଁ ମାସ ଚାଲିଛି। 2 ରୁ 3 ମାସ ଚାଲୁଛି। ମାନେ କହିବାକୁ ଗଲେ ଆପଣଙ୍କର ଏଇ 10th କମ୍ପ୍ଲିଟ ହେଇଛି ବୋଧେ? ଆଜ୍ଞା 10th କି ପ୍ଲସ ଟୁ କମ୍ପ୍ଲିଟ ହେଇଯାଇଛି, ପ୍ଲସ ଟୁ କମ୍ପ୍ଲିଟ ହେଇକି ଏଇନେ ମୁଁ ଡିପ୍ଲୋମା କରୁଛି। ତ ଆପଣ ଡିପ୍ଲୋମା କରୁଛନ୍ତି, ଷ୍ଟଡି ବି କରୁଛନ୍ତି? ଆଜ୍ଞା ତ ଭାଇ ଆପଣ ଷ୍ଟଡି ବି କରୁଛନ୍ତି। ତ କହିବାକୁ ଗଲେ ଭାଇ ଏଥର ଆମ ଅନୁଗୁଳ ମାର୍କେଟ ରେ ମାନେ ନୂଆ ମାନେ ଡିଜେ ଓନର ଦେଖିବା ପାଇଁ ବି ପାଇବେ ଆଉ ଯାହାକି ଆମର କମ ବୟସରେ ଆଉ ଆପଣ ମାନେ ଜାଣିଥିବେ କି ଫାଷ୍ଟ ଟାଇମ ଆମ ଅନୁଗୁଳରେ କମ ବୟସରେ ଯୋଉ ଡିଜେ ଓନର ଏଣ୍ଟ୍ରି କରୁଥିଲେ ଆପଣ ମାନେ ନିହାତି ବି ତାଙ୍କୁ ଜାଣିଥିବେ। ତ ସେ ବି ଅଛନ୍ତି ହାଇଲାଇଟ ରେ। ତ ଭାଇଙ୍କୁ ବି ଏମିତି ବହୁତ ସାରା ଭଲ ପାଇବା ଦିଅନ୍ତୁ ଆଉ ଭାଇଙ୍କୁ ଏମିତି ଆଗକୁ ବଢେଇ ବି ନିଅନ୍ତୁ। ତ ଭାଇ ଆପଣ ଏଇ ଯୋଉ ସେଟଅପ ଡିଜାଇନ କରୁଛନ୍ତି ଆଜ୍ଞା ମାନେ ସେଟଅପ ଡିଜାଇନ ଟ୍ରାକ୍ଟରରେ କରିବା ପାଇଁ ଚାହୁଁଛନ୍ତି ତ ଟ୍ରାକ୍ଟର ଛାଡିକି ମାନେ ଚାହିଁଥିଲେ ତ ଅଲଗା କିଛି ଆମର ଧର ଯେମିତି ଟଲର ହଉ ଅଲଗା ଗାଡି ଉପରେ କିଛି ଫୋକସ କରିପାରିଥାନ୍ତେ ତ ଟ୍ରାକ୍ଟର କଣ ପାଇଁ? ଟ୍ରାକ୍ଟର ତ କହିବାକୁ ଗଲେ ଯୋଉ ଆମର ବେଶୀ ପ୍ରୋବ୍ଲେମ ହଉଛି ଟ୍ରାକ୍ଟର ପ୍ରୋବ୍ଲେମ ସେଥିପାଇଁ ଟ୍ରାକ୍ଟର କଣ ପାଇଁ ଗଲେ? ସେମିତି ତ କରିବାର ଥିଲେ ବଡ ଗାଡିରେ କରିଦେଇଥାନ୍ତି, ହୁଁ କିନ୍ତୁ ଟିକେ ବଜେଟ ର ପ୍ରୋବ୍ଲେମ ଆଉ ସବୁ ଜାଗାରେ ଲୋକମାନେ ଚାହୁଁଛନ୍ତି କି ଛୋଟ ଛୋଟ ପିଲାମାନେ ବି କରୁଛନ୍ତି ଆମର କାମ, ସେମାନେ କଣ ଚାହୁଁଛନ୍ତି ତାଙ୍କର ପାଖରେ ବଜେଟ ହଉଛି ସେତିକି ବଜେଟ ହଉନି, ସମସ୍ତଙ୍କର ବଜେଟ ନେଇକିନା ଗୋଟେ କାମଟା ଯେମିତି କରିବୁ ଆମେ ସେଇଟା ଚାହୁଁଛୁ। ତ ତଥାପି ଆପଣ ଏଇ ଯୋଉ ସେଟଅପ କରୁଛନ୍ତି ସେଥିରେ ବେସ୍ ଆଉ ଲାଇନରେ କେତେ କଣ ରଖିବା ପାଇଁ ଚାହୁଁଛନ୍ତି? ସେଇଟାରେ ରହିବ ଆମର 4ଟା ବେସ୍ 21 ଇଞ୍ଚିଆ ପଡିବ, ଆଉ ଲାଇନରେ ଆମର ମରାठी ଲାଇନରେ 2 ପିସ୍ ପଡିବ, ଆଉ ହ୍ୟାଙ୍ଗିଙ୍ଗ ଲାଇନରେ 2 ପିସ୍ ଲାଗିବ, ଆଉ 500 ୱାଟ୍ ମିଡ୍ ବଗେରା ଲାଗିବ ଆଉ। ତ ଆଉ ଆମର ସାର୍ଫି ଉପରେ କଣ ଫୋକସ ଅଛି ଆପଣଙ୍କର? ସାର୍ଫି ତ ସେଇ 20 ପିସ୍ ସାର୍ଫି ଲାଗିବ। 20 ପିସ୍ ସାର୍ଫି ହେଲେ ହଁ ଓପନ ସେଟଅପ 20 ପିସ୍ ସାର୍ଫି। ଆଜ୍ଞା ତ ଆମର ଟ୍ରାକ୍ଟରରେ ଯୋଉ ଡିଜାଇନ ହଉଛି ହୁଁ କହିବାକୁ ଗଲେ ଫ୍ରଣ୍ଟ ସେଟଅପ ଡିଜାଇନ ହଉଛି ବ୍ୟାକ୍ ସେଟଅପ ଡିଜାଇନ ହଁ କୋଉ ଡିଜାଇନ ହଉଛି ଆପଣଙ୍କର? ଆମର ତ ସେମିତି ବ୍ୟାକ୍ ସାଇଡ ଡିଜାଇନ ହିଁ ଚାଲିବ। ମାନେ ଲୋକ ଏଣ୍ଟରଟେନମେଣ୍ଟ କରିବେ ପଛପଟେ ଟ୍ରାକ୍ଟର ହଁ ପଛପଟେ ହଁ ମାନେ ଯାହାକି ଆମର ୟୁନିକ୍ ଡିଜାଇନ ଟାଇପ ର ୟୁନିକ୍ ହଉଛି। ଡିଜାଇନ ଟାଇପର ରହିବ। ତ ଭାଇ ଯଦି ଆପଣଙ୍କୁ ଯୋଉ ଭାଇ ବି କଣ୍ଟାକ୍ଟ କରନ୍ତି ତ ଭାଇ କି କହନ୍ତି ଯେ ଭାଇ ଆମର ଏଇ ଜାଗାରେ ଛୋଟ ସେଟଅପ ହବାର ଅଛି ହୁଁ ଆପଣଙ୍କୁ ତ ଫିକ୍ସ ରହୁଛି 20 ସାର୍ଫି ଧର ଆମର କମ ସାର୍ଫିରେ ଆମର ଏଇ ଜାଗାରେ ପ୍ରୋଗ୍ରାମ ଅଛି କି ଧର ବେଶୀ ସାର୍ଫିରେ ସେ ଜାଗାରେ ପ୍ରୋଗ୍ରାମ ଅଛି ତ ଆପଣ ସେ ଜାଗାରେ ମାନେ କଣ କରିବେ? ନାଇଁ ନିହାତି କରିବା, କରିବା କମ ସାର୍ଫି ହେଲେ କରିବା ବେଶୀ ସାର୍ଫି ହେଲେ କରିବା, କାମଟା କିନ୍ତୁ କରିବାର ଅଛି। ତ ଭାଇ ହୁଁ ଆଜିକାଲି ଆପଣ ମାନେ ତ ଜାଣିଥିବେ ଯାହାକି ଯୋଉ କମ୍ପିଟିସନ ମାର୍କେଟ ତ ସେଇ ସେଟଅପରେ କମ୍ପିଟିସନ କିଛି ଅଛି? କମ୍ପିଟିସନ ତ ସେମିତି ରହିବନି, କରିବା ଟ୍ରାଏ କରିବା କି ପ୍ରଫେସନାଲ ରଖିବାକୁ ସେଟଅପକୁ ପ୍ରଫେସନାଲ ରଖିବାକୁ। ଆଉ ରୋଡ ସୋ ଉପରେ କିଛି ଫୋକସ ଅଛି କି ନାଇଁ ଆପଣଙ୍କର? ହଁ ରୋଡ ଶୋ ତ ନିହାତି ହବ, ରୋଡ ଶୋ ନିହାତି ହବ କିନ୍ତୁ କମ୍ପିଟିସନ ବଗେରା ହବନି ଆଉ। ଯଦି ଭାଇ ଆପଣଙ୍କୁ ସେଇ ସେଟଅପରେ ଯଦି କିଏ ବାହାଘର ପାଇଁ ବୁକିଂ କରନ୍ତି ତାହେଲେ ଆପଣଙ୍କ ସେ ପ୍ରୋଗ୍ରାମ ରଖିବେ କି ନାହିଁ? କରିବା ନିହାତି କରିବା, ପ୍ରୋଗ୍ରାମ କଣ ପାଇଁ କ୍ୟାନସେଲ କରିବା। ଡିମାଣ୍ଡ ମୁଁ ଚାହୁଁଛି କି ଆମର ଅନୁଗୁଳ ମାର୍କେଟରେ ଲୋକ କିଛିଟା ୟୁନିକ୍ ଦେଖନ୍ତୁ। ତ ଭାଇ ଯୋଉ ଆପଣ ତ କହିଲେ ଅନୁଗୁଳ ମାର୍କେଟର ପ୍ରୋଗ୍ରାମ ଯଦି ଆପଣଙ୍କୁ ଯଦି କିଏ ବାହାରୁ ମାନେ କଣ୍ଟାକ୍ଟ କରନ୍ତି ମାନେ ଅନୁଗୁଳ ବାହାରୁ ହୁଁ ମାନେ ଧର ତାଲଚେର ହଉ ଆମର ଢେଙ୍କାନାଳ ହଉ କଟକ ହଉ ଭୁବନେଶ୍ୱର ହଉ ହଁ ଆପଣ ସେ ଜାଗାକୁ ଯାଇକି ହଁ ପ୍ରୋଗ୍ରାମ କରିବେ କି ନାହିଁ? ନିହାତି କରିବା ନିହାତି କରିବେ ହଁ ମାନେ ସେଇ ଓପନ ସେଟଅପରେ ହଁ ନିହାତି ଓପନ ସେଟଅପରେ ନିହାତି ତ ସେଇ ଜାଗାକୁ ଆପଣଙ୍କୁ ତ ଯିବା ପାଇଁ ବହୁତ ଟାଇମ ଲାଗିବ ହଁ କାରଣ ଟାଇମ୍ ଲାଗିବ କାରଣ ଟ୍ରାକ୍ଟର ତ ଜାଣିଥିବେ କେମିତି କଣ ହଁ ତ ତଥାପି ଅଲଗା କିଛି ରହୁଛି କି ସେ ଜାଗାକୁ ଯିବା ପାଇଁ ହେଲେ? ସେଇ ଜାଗାକୁ ହେଲେ ଆମେ ପ୍ରଥମେ ତ ଆମର ଟ୍ରାକ୍ଟରକୁ ପଠେଇ ଦବୁ, ହୁଁ। ମାନେ ଆମେ ସେଇଠୁ ପଠେଇ ଦବୁ ନଚେତ ସେମାନେ ବି ଟ୍ରାକ୍ଟର ଦେଲେ ଆମେ ସେଇଠି ଯାଇକି ସେଟଅପ ବାନ୍ଧି ପାରିବୁ। ତ ଆପଣ ଜିନିଷ ନେଇକି ସେ ଜାଗାରେ ହଁ ବାନ୍ଧି ପାରିବେ। ସେଇ ଜାଗାରେ ନେଇକି ବି ବାନ୍ଧି ପାରିବୁ। ଯଦି ପାର୍ଟି ମାନେ କମିଟି ବାଲା ଯଦି ଦେଇଦେଲା ସେ ତାଙ୍କର ଟ୍ରାକ୍ଟର ଆମେ ଯାଇକି ସେଠି ଆମର ଜାଗା ଜିନିଷ ପତ୍ର ନେଇକି ସେଠି ଯାଇକି ସେଟଅପ କରିଦବୁ। ଆଉ କହିବାକୁ ଗଲେ ଏଇ ସେଟଅପ ପାଇଁ ଆପଣ କଣ ଡିଜି ଫିଜି ୟୁଜ କରୁଛନ୍ତି କି ନାଇଁ?
ହଁ ଡିଜି ତ ୟୁଜ୍ ହବ। ତ ସେଇ ଗାଡି ରହିବ କି ଅଲଗା ଗାଡି? ନା ନା ଅଲଗା ଗାଡ଼ିରେ ରହିବ। ଅଲଗା ବୋଲେ ଆପଣଙ୍କର ତଥାପି ଅଲଗା ମାନେ ଆମର ଟାଟା ଏସି ବଗେରା ଟାଟା ଆସିବ କି ହଁ ପିକଅପ୍? ପିକଅପ୍ ହବ ସେଇଥିରେ ରହିଯିବ। ତ କାରଣ ସେଇ ଗାଡି କି ମଡିଫାଇ ହଉଛି କି ନାହିଁ? ନା ସେଟା ମଡିଫିକେସନ ସେଟା ମଡିଫିକେସନ। ମଡିଫିକେସନ ହବ। ତ ଭାଇ କହିବାକୁ ଗଲେ ଆମର ତ ଜାଣିଥିବେ ଏଇ ଯୋଉ ଲୋକାଲ ମାର୍କେଟ ରେ କହିବାକୁ ଗଲେ ଏଥର ସବୁ ତ କହିବାକୁ ଗଲେ ପ୍ରୋଫେସନାଲ ଉପରେ ହଁ ଆଉ ଯୋଉ ଲୋକ ଭାଇ ମାନେ ବି ବୁକିଂ କରନ୍ତି ବେଶୀ ସୁପର ଶୋ ହୁଁ ଆଉ ଇଭେଣ୍ଟ ଉପରେ ବେଶୀ ଫୋକସ କରୁଛନ୍ତି। ଆଉ ଯୋଉ ଜାଗାକୁ ଯାଉ ଆଗ ପଚାରୁଛନ୍ତି ଭାଇ ଇଭେଣ୍ଟ କେତେ ଆପଣ ରହୁଛନ୍ତି। ଯୋଉ ଭାଇ ମାନେ ବୁକିଂ କରି ଆସନ୍ତି ତ ଭାଇ ଆପଣ ଇଭେଣ୍ଟ କଣ ଦଉଛନ୍ତି କଣ ନାହିଁ ହୁଁ ସେ ଜିନିଷ ବି ପଚାରୁଛନ୍ତି। ସୁପର ଶୋ କଣ ଦଉଛି ତ ତାକୁ ନେଇ କଣ ଫୋକସ ଅଛି? ଟୋଟାଲ ଫୋକସ ସେଇ ସୁପର ଶୋ ଆଉ ଇଭେଣ୍ଟ ଆଡେ ହିଁ ଚାଲିଯିବ ଏଇ ଗାଡିରେ। ହୁଁ। ଆପଣ ଯେମିତି ସୁପର ଶୋ ଚାହିଁବେ ଆମେ ସେମିତି ସୁପର ଶୋ କରିକି ଦବୁ। ଆଉ ଯୋଉ ଭାଇ ମାନେ କହିବେ ଆମର ଅଧିକ ସୁପର ଶୋ ତା ପାଇଁ ଏକ୍ସଟ୍ରା ଚାର୍ଜେସ୍ ରହୁଛି ହଁ ନା କଣ? ଚାର୍ଜେସ୍ ତ ସୁପର ଶୋ ପାଇଁ ଯାହାହେଲେ ବି ଏକ୍ସଟ୍ରା ଚାର୍ଜେସ୍ ରହିବ। କାରଣ ପ୍ୟାନ କେକ୍ ବଗେରା ପପର ବଗେରା ଅଲଗା ସବୁ ସେଟା ଅଲଗା ଚାର୍ଜ ପଡିବ। ନାଇଁ ଧର କିଏ ଭାଇ ଜଣେ ସେଟଅପ୍ ପାଇଁ ସେଟଅପ୍ ବୁଝିଥିବେ ହଁ ଧର ସେଟଅପ୍ ପ୍ରୋଗ୍ରାମ ଆପଣ କଲେ ତ ସେଇ ଜାଗାରେ ଯେମିତି ଆମର ଅଲଗା ଭାଇ ମାନେ ନର୍ମାଲ ସୁପର ଶୋ ଦଉଛନ୍ତି ହୁଁ। ତ ସେମିତି ସୁପର ଶୋ ରହିବ ନା ସୁପର ଶୋ ପାଇଁ ଅଲଗା ପେମେଣ୍ଟ ରହିବ? ନାଇଁ ସେମିତି ସୁପର ଶୋ ଆମେ ଆମ ତରଫରୁ ଗୋଟେ ଦିଟା କରିଦବୁ। କିନ୍ତୁ ଆପଣ ଯଦି ଚାହିଁବେ କି ଦିଟାରୁ ପାଞ୍ଚଟା ଛଅଟା ଏକ୍ସଟ୍ରା କରିବାକୁ ସେଇଟା ପେମେଣ୍ଟ ମାଇନ୍ସ ଫାଇନ୍ସ ଧର ମାଇଣ୍ଡ ସ୍ଟେଲ୍ସ ପ୍ୟାନ କେକ୍ ବଗେରା ସବୁ ଆମେ ଦବୁ। ତ ସେଇଟାକୁ ଏକ୍ସଟ୍ରା ଚାର୍ଜେସ୍ ହଁ ରହିବ। ସେଇଟା ଏକ୍ସଟ୍ରା ଚାର୍ଜେସ୍ ରହିବ ଆମର ମାଇନ୍ସ ପ୍ୟାନ କେକ୍ ବଗେରା ସେଇଟା ସବୁ ଏକ୍ସଟ୍ରା ଚାର୍ଜେସ୍ ହେଇଯିବ। ପେପର ସେଇଟା ବି ଏକ୍ସଟ୍ରା ଚାର୍ଜେସ୍। ତ ଭାଇ ଯେମିତିକି ଆପଣ ଯାହାବି ଅପଡେଟ ଦେଲେ ତ ଆପଣଙ୍କର ବ୍ୟାକ୍ ସପୋର୍ଟ କାହାର ଅଛି ପଛପଟେ? ଆପଣଙ୍କ ବ୍ୟାକ୍ ହାତ ସପୋର୍ଟ ମୋ ବାପାଙ୍କର ଅଛି ହୁଁ। କାରଣ ମୁଁ ଆଜି ଏଇ ଛୋଟ ଇଭେଣ୍ଟ ରୁ ଆଜି ଏତେ ବଡ ସେଟଅପ୍ କରିବାକୁ ଯାଉଛି ସେଇରେ ମେନ୍ କହୁଛନ୍ତି ମୋ ବାବା। ମୋ ବାବାଙ୍କ ଯୋଗୁ ସବୁ ଏତିକ କିଛି ହେଇଛି। ଆଉ କହିବାକୁ ଗଲେ ଭାଇ ଆପଣଙ୍କର ଯୋଉ ଇନଭେଷ୍ଟ ହଉଛି କହିବାକୁ ଗଲେ ମାନେ ଯାହା ବି ଇନଭେଷ୍ଟ କରୁଛନ୍ତି ଆପଣଙ୍କ ବାବା କରୁଛନ୍ତି ନା ଆପଣ ବି କିଛି କରିଛନ୍ତି? ମୁଁ ତ ନିଜେ ହିଁ କରିଛି ବାବା ଇନଭେଷ୍ଟ କରୁଛନ୍ତି କିନ୍ତୁ ମୋର ନିଜେ ଇଭେଣ୍ଟ ସବୁ ଚଲଉଛି ମୁଁ ନିଜେ। ଯୋଉ ଆମର ସେଟଅପ୍ ଏବେ କାଢୁଛନ୍ତି ମାନେ କିଛି ଇଭେଣ୍ଟ ରୁ ଆପଣ କିଛି ପ୍ରଫିଟ ମାନେ କହିବାକୁ ଗଲେ ମାନେ ଯାହାବି ପ୍ରଫିଟ ହେଇକି କିଛିଟା ରଖିଥିବେ ଆପଣ ବାବାଙ୍କଠୁ କିଛି ସପୋର୍ଟ ନେଇକି କରୁଛନ୍ତି କି ନା ଯାହାବି କରୁଛନ୍ତି ସେଟଅପ୍ ମାନେ ବାବାଙ୍କ ସପୋର୍ଟରେ? ନା ଇଭେଣ୍ଟ ଆଡୁ କିଛିଟା ରଖିକି ବାବାଙ୍କଠୁ ଟିକେ ନେଇକି ସେଇ ଟାଇପ୍ ର ଇଭେଣ୍ଟ ଏଇ ସେଟଅପ୍ ଟା କରାଯାଉଛି ଆଉ। ତ କହିବାକୁ ଗଲେ ଫୁଲ୍ କ୍ରେଡିଟ ଆପଣ ବାବାଙ୍କୁ ଦଉଛନ୍ତି। ଆଜ୍ଞା। ତ ଯାହାକି ଆମେ ବି ଦେଖିଛୁ ନା କାରଣ ମାନେ ଆଜିକାଲି କହିବାକୁ ଗଲେ ମାନେ କିଛି କିଛି ଲୋକ ଅଛନ୍ତି କାର ଫ୍ୟାମିଲି ସପୋର୍ଟ ବି କରୁନାହାନ୍ତି ଯାହା ଆପଣଙ୍କୁ ଏତିକି ସପୋର୍ଟ କରୁଛନ୍ତି ଆପଣ ଏତିକି ଆଗଉଛନ୍ତି ଆଗକୁ। ଆଉ ତ ଭାଇ ଯେମିତିକି ଆପଣ ସବୁ ତ ଅପଡେଟ୍ ଦେଲେ ତ ହୁଁ ଧର ଯୋଉ ଭାଇ ବି ଧର ଆପଣଙ୍କ ଗଣେଶ ପୂଜା ପାଇଁ ବୁକିଂ କରନ୍ତି ଧର ଓପନ ସେଟଅପ୍ ବୁକିଂ କଲେ ତ ଆପଣ ତ ନର୍ମାଲ ଇଭେଣ୍ଟ ଦଉଛନ୍ତି ହୁଁ କିନ୍ତୁ ଭାଇ ଯଦି ଆପଣଙ୍କୁ କଲ୍ କରିକିନା କହିବେ କି ଭାଇ ଆମର ମାନେ ଆପଣ ତ ଇଭେଣ୍ଟ କାମ କରନ୍ତି ଆମର ସେପାରେଟ ଇଭେଣ୍ଟ ଦରକାର ସେଇ ଇଭେଣ୍ଟ ଉପରେ କଣ କଣ ଇକୁଇପମେଣ୍ଟ ଆପଣଙ୍କର ଲାଗୁଛି ଆଉ ତଥାପି ସେଇ ଜିନିଷ ପାଇଁ କେତେ କଣ ବଜେଟ ରହୁଛି ଟିକେ ପ୍ରୋବ୍ଲେମ କୁହନ୍ତୁ କଣ? ବଜେଟ୍ ତ ଆମର ଜେନୁଆନ ବଜେଟ୍ ଯାହା ରହିଯାଉଛି ସେଇଟା ହୁଁ ଆଉ ଡିଷ୍ଟାନ୍ସ ମେଣ୍ଟେନ କରିକି ବଜେଟ୍ ହୁଁ ରହୁଛି। ଆଉ ଆମେ ସେମିତି ଯଦି ଆପଣ ସେପାରେଟ ଚାହିଁବେ ଆମ ପାଖରେ ଟେଡି ଅଛି। ଟେଡି, ଫୋମ୍ ମେସିନ୍, ପେପର ସୁପର ଶୋ ବଗେରା ପାଇଁ ବି ସେଇଟା ରହିଯାଉଛି। ଯଦି କିଏ ଚାହିଁଲା କି ଆମର ପ୍ୟାନ କେକ୍ ବଗେରା ଲାଗିବ ମାଇଣ୍ଡ ଷ୍ଟେସ୍ ଲାଗିବ ସେଇ ବାଲା ସୁପର ଶୋ ବି ଆମେ ଦଉଛୁ। ଠାକୁରଙ୍କ ପଛପଟେ ଆପଣ ଯଦି ଚାହିଁବେ ସୁପର ଶୋ କରିବାକୁ ସେଇଟା ବି ଆମେ କରିଦଉଛୁ। ତ ଇଭେଣ୍ଟ ଷ୍ଟାର୍ଟ କରିବା ଆପଣଙ୍କର କେତେ ବର୍ଷ କଣ ହବ? ଇଭେଣ୍ଟ ତ ଷ୍ଟାର୍ଟ କରିବା ମତେ ମାତ୍ର 2 ବର୍ଷ। 2 ବର୍ଷ ହେଲା ଇଭେଣ୍ଟ କରୁଛନ୍ତି। ଆଜ୍ଞା ତ ଆମେ ଦେଖିଛୁ ଯେ ଆପଣଙ୍କର ଇଭେଣ୍ଟର ବହୁତ ଡିମାଣ୍ଡ ଅଛି। ତ ହଁ ଏଇ 2 ବର୍ଷ ଭିତରେ ମାନେ କହିବାକୁ ଗଲେ ବହୁତ ସାରା ଆପଣ ନାଁ କମେଇଲେଣି ମାନେ ଜାଗୁଆର ଇଭେଣ୍ଟରେ। ତ ସେ ଜିନିଷ ଟା ଆପଣଙ୍କୁ କେମିତି କଣ ଲାଗୁଛି? ପବ୍ଲିକ ତ ପବ୍ଲିକଙ୍କ କୃପାରୁ ତ ଆଜି ଏତେ ପର୍ଯ୍ୟନ୍ତ ମୁଁ ପହଞ୍ଚି ପାରିଛି। ବହୁତ ଭଲ ଲାଗୁଛି ସେମିତି ପବ୍ଲିକ ମାନେ ବହୁତ ଭଲ ବି ପାଉଛନ୍ତି। ଯୋଉଠି କାମ ହଉଛି ବି ସେମାନେ କହୁଛନ୍ତି ନାଇଁ ଭାଇ ବଢିଆ ହେଇଥିଲା କାମଟା ସେଇଟା ମତେ ନିଜକୁ ଖୁସି ଲାଗୁଛି। ତ ଭାଇ କହିବାକୁ ଗଲେ ଆପଣ ଇଭେଣ୍ଟ କାମ କରୁଛନ୍ତି ତ ଇଭେଣ୍ଟ ଉପରେ କଣ କଣ ଫୋକସ କରୁଛନ୍ତି ମାନେ ଧର ଆମର ଯେମିତି ରୋଡ ଶୋ ପ୍ରୋଗ୍ରାମ ହଉ ଷ୍ଟେଜ ପ୍ରୋଗ୍ରାମ ତ ସେଇପରି ଆପଣ କଣ କଣ ପ୍ରୋଗ୍ରାମ କରୁଛନ୍ତି? ଇଭେଣ୍ଟ ଉପରେ ମୁଁ ମେନ୍ ଫୋକସ କରୁଛି ଆମର ବ୍ୟାକ୍ ସାଇଡ୍ ଫେୟାର ୱାର୍କ ମୁଁ ମେନ୍ ଫୋକସ କରୁଛି ଆଉ ଟୋଟାଲ ମୁଁ ଇଭେଣ୍ଟ ବି ମ୍ୟାନେଜମେଣ୍ଟ କରୁଛି। ତଥାପି ଇଭେଣ୍ଟ ଉପରେ କଣ କଣ ରହୁଛି ଆପଣଙ୍କର ମାନେ ଯେମିତିକି ଆମର ରୋଡ ଶୋ ଷ୍ଟେଜ ପ୍ରୋଗ୍ରାମ ଅଲଗା କଣ କିଛି? ହଁ ଷ୍ଟେଜ ପ୍ରୋଗ୍ରାମ ରେ ଆମର ବି ଷ୍ଟେଜ ପ୍ରୋଗ୍ରାମ ବି ଆମେ କରୁଛୁ। ହୁଁ ଷ୍ଟେଜ ପ୍ରୋଗ୍ରାମ ରହୁଛି ଆମର ମିରର ପାର୍କ, ବେଲୁନ ଏଣ୍ଟ୍ରି, ହୁଁ କପୁଲ ଏଣ୍ଟ୍ରି, ଡ୍ରାଇ ଆଇସ୍ ଏଣ୍ଟ୍ରି ଟୋଟାଲ ସବୁ ଏଣ୍ଟ୍ରି ବି ରହିଯାଉଛି। ସବୁ ରହିଯାଉଛି। ହଁ ଆଉ ଯଦି ଭାଇ ଆପଣଙ୍କୁ କିଏ ଯଦି ଇଭେଣ୍ଟ ମାନେ ଜିନିଷ ଇକୁମେଣ୍ଟ ଯଦି କିଏ ଆପଣଙ୍କୁ ନବା ପାଇଁ ଚାହାନ୍ତି ହୁଁ ତ ଆପଣ ସେଲ କରିବା ପାଇଁ ରାଜି ଅଛନ୍ତି କି ନାଇଁ? ଇଭେଣ୍ଟ ତ ସେମିତି ଆମେ ଘରେ ହୋଲସେଲ ରେ ବି ଦଉଛୁ ଜିନିଷ। ହଁ ଆମ ପାଖରେ ପେପର ପାଇର ବଗେରା ସବୁ ଷ୍ଟକ୍ ରହୁଛି। ହୁଁ
जो भाई माने भी कहबे कि नाଇଁ भाई हमको फैन ओडला दरकार ना एई जिनसटा गोटा दरकार चैनल गोटा दरकार आमे ताको भाई ऑर्डर कर पारे। तो भाई जदि आपन के जदि मोर भाई एतिक बेस माइंस दरकार कि हमर जर हम कोल्ड फायर दरकार तो से दिन सब पूरे आपन कोन ना हां हां निहाती ऑर्डर कर दिया ऑर्डर कर दे हां जदि आपन गोटे स्टॉक थिबे आपन हां स्टॉक स्टॉक थिले भी मु दे देबी स्टॉक स्टॉक भी आबे अछि आपन को देखै भी देबी। तो भाई तथापि कहया गले सेई जो रहउजी ता प्राइस कोन माने लोकल रे जति प्राइस रहउजी सेति ना ताडो हारी किछ कम रहउजी कि ताडो अधिका रहउजी ना ना बहुत कम रहउची कारण आमे होलसेल रे जातो जो होलसेल रे जिनस दे दो माने जहा के माने कहया गले माने लोकल दुकान अपेक्षा आउरी कम रे रहउजी बहुत कम रे रहउची। तो भाई कोड इकोमेंट दिन सतो जानले आ भाई इवेंट काम भी करूंदी इवेंट भाई भाई को सतो बुकिंग करंतु जोगाजोग करंतु आ भाई तो आपण मान को भाई 2 वर्ष लानी जागोर इवेंट आनथिले आ जागोर इवेंट तो आपण माने जानथिबे जहा कि 2 वर्ष रे बहुत ना करिछि आ तांकर इवेंट भी आपण जाई कि देखि परिबे केमि कोन काम होइछि जागोर इवेंट रे आ तांकर सेटअप ना होछि जागुआर 1.0 आ 1. माने बोल पाइबा देंतु तो भाई एते सारा बोल पाइ थे दे दिफा पब्लिक भाई मानन को कोन कहबे आपण मेन तो होची बैक सपोर्ट रे मो बापा आउ मोर निजर मेहनत आ पब्लिक मानकर भल पाइबा जो मु आज एते छोट रो एते बड़ पर्यंत जाई पारली पब्लिक माने एमि भल पाइबा दे जानतु मु आगो को किछटा यूनिक सेटअप करी देखैबी पब्लिक मानन तो भाई को एमि सपोर्ट करंतु तो भाई आपण मान को भाई निहाती यूनिक डिजाइन सेटअप आनिबे तो भाई जेमिति कि आपण जागवार इवेंट को भल पाइबा देथिले आ जागवार 1.0 को सेमिति भल पाइबा देंतु आ जल्दी जल्दी भाई को भी बुकिंग करंतु आ भाई को कांटेक्ट नंबर त हम डिस्क्रिप्शन दे देबो तो भाई हमर भी जहा भी क्वेश्चन थिला सब तो पचालु किंतु भाई हमर आ गोटे क्वेश्चन थिला कि जाके रहि जाइतिला हमर जो आपण ओपन सेटअप आनजंती तो पब्लिक को डिमांड रहउची कि हमर ओपन माने सेटअप रे माने बाहर ऑपरेटर आनी कि बजाया पई आज्ञा तो से दिन सब रे कोन फोकस हो आपण सेडा पब्लिक माने हमर कमिटी पिला जहा चाहे हम ताहा दे दो जदि से चाहे को गर्ल्स ऑपरेटर रखिया को सेडा भी होबो ना जो बड़ बड़ ऑपरेटर भाई माने भी रहजंती सेमान को जो डाकले हमें भी रखि देबे सेमनी तो जदि नॉर्मल ऊपर आपनकर के कोन रहिबा कोथे नॉर्मल ऊपर तो मोर जने संग अछि से प्ले करजंती एबे से ही बजेबे आ तांको नाडे दे बोलुन कोन ताको ना हला शुभम साहू से आम निज गाँ रो तो से तांको ना होची सोहन सब तो भाई हमर प्ले करे संभव भाई आउ तांको छोड़ा भी आपण माने जदि अलगा को माने कहे गले बाहर ऑपरेटर जेमिति कि हमर बाहर भद्रक आसतु कि जेमिति हमर लेडीज ऑपरेटर आसतु जहा कि गर्ल्स भी ऑपरेटर आसतु आपण माने जो जहा डिमांड करे भाई आपण माने तो ताहा ही रखिबे आ आपण माने जल्दी जल्दी बैंक बुकिंग करंतु आ बैंक बुकिंग करके आपण माने गणेश पूजा रे एंटरटेनमेंट करंतु एन्जॉय करंतु आ केमिति कोन प्रोग्राम हला निहाती कमेंट माध्यम रे जणाबे तो एतिक रे वीडियो एंड करछु जय जगन्नाथ भाई मानकु आ जदि वीडियो टी भल लागि निहाती लाइक कमेंट सब्सक्राइब कर चैनल को हाईपी मध्यम कर देबे।